वंदे मातरम पिलाने गत पीरियड रे आमे खेल विषय प्रश्न उत्तर प्रश्नावली 1 नंबर एवं 2 नंबर मु बुझेई थिली एवं तृतीय नंबर पाखरु आमर थिला आमे ताकू आज आलोचना करिबा। तेणु गोटे सेकेंड आमे साइलेंस करिवु। साइलेंस परे पाठ पढ़ा आरंभ। साइलेंस ओवर। तेणु 1 नंबर एवं 2 नंबर मु आलोचना करथिनी। आमे 3 नंबर ठारू आलोचना करिबा। से देइची आमे समस्ते भाई भाई भावना कोन बुझाई लेखिबा। ताने आमे समस्ते भाई भाई ई जो भावना ई जी कोन सेटा तमे बुझेई की लेखिबो। मु बुझेईची जाति धर्म वर्ण निर्विशेष रे आमे समस्ते कोन करिवु भेदभाव भूली उच्च नीच भूली परस्पर मध्य रे सद्भावना रखिबाकू कोन कहती भाई भाई भावना बोली कहती। याकू आमे तमे टिके बुझेकी लेखिबो। तापरे 4 नंबर भूल थिले भूल चिन्ह ठीक थिले ठीक चिन्ह दबो। जोटा भूल अछि भूल चिन्ह जोटा ठीक अछि ठीक चिन्ह देबो। तापरे आमको केउ खेल भल लागे से विषय रे छोट रचना टिके लेखिबो। तुमको जेउ खेलटा भल लागे से विषय रे रचना आम ओडिसा रे केतन जातीय स्तर खेलाड़ी नाम संग्रह करी लेखिबो। प्रतिदिन खरकाज खेल संग्रह करिवो। तापरे आम जातीय स्तर रे केते जन खेलाड़ी अछंती नाम करिसेंती वा तांको नाम उच्चा करचंती सेई मानकर नाम तमे तो भल भाबरे जानिथिबो। खेल देखुथिबो खेल देखुचंती समस्ते। तेणु से मानक नाम मध्य लेखिबो। क्रिकेट खेल पाई देवाशीष महांती शिव सुंदर दास प्रज्ञा ओझा हॉकी पाई दिलीप तुर्की दौड़ पाई श्रावणी नंद द्युति चांद चेस पाई पद्मिनी राउत ये सब आउ किए माने अछंती समानक नाम लेखिबो। गला ये आमर कौन खेलर प्रश्न उत्तर सरी जाइछि। आमे एक नूतन विषय को जिबा। सेई नूतन विषयटी हैला साहस। यही साहस विषय रे आज आमे पढ़िबू। साहस कौन से विषय रे आमे आलोचना करिवू। तेणु साहस कौन कहि परिबो पिला ना एक भल गुण। आमे जेते गुण अछि ता भितरे साहस एक भल गुण अटे। जीवनर उन्नति करिबाकू हेले जेते गुडी सुगुण अछि समा सुगुण आवश्यक तन्मध्यरु साहस होची अन्यतम। जहा सहित कार्य कले
ସାହସର ସହିତ କାର୍ଯ୍ୟ କଲେ କାର୍ଯ୍ୟର ସୁଫଳ ମିଳିଥାଏ। ତନ୍ମଧ୍ୟରୁ ମହାତ୍ମା ଗାନ୍ଧୀ, ବାଜିରାଉ, ଧର୍ମପଦ, ଶ୍ରୀ ଅରବିନ୍ଦ ଆଦି ସାହସର ନିଦର୍ଶନ ଦେଇଛନ୍ତି। ସେହିଭଳି ଏକ ଗଳ୍ପ ଆମେ ଆଜି ଏଇ ବହିରେ ପଢ଼ିବା, କେମିତି ସେ ସାହସର ସହିତ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି ସେ ବିଷୟରେ ଆମେ ଜାଣିବା। ତେଣୁ ପ୍ରଥମେ ମୁଁ ରିଡ଼ିଂ ପଢ଼ୁଛି, ତୁମେମାନେ ତାହା ମନେ ମନେ ପଢ଼। ସାହସ। ଗୋଟିଏ ଦୋକାନରେ ଜଣେ କର୍ମଚାରୀ ଥିଲେ। ସେ ବହୁତ ପରିଶ୍ରମ କରି ସେ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାରଟି କୌଣସି ମତେ ଚଳି ଯାଉଥିଲା। ପରିବାର କହିଲେ ସେ ନିଜେ, ତାଙ୍କ ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅ। ଦିନକୁ ଦିନ ଅଭାବ ବଢ଼ିବାକୁ ଲାଗିଲା। ପାଉଥିବା ଟଙ୍କା ପରିବାର ଖର୍ଚ୍ଚ ପାଇଁ ଯଥେଷ୍ଟ ହେଲା ନାହିଁ। ଦୁଃଖ କଷ୍ଟର ଦିନ କାଟୁଥାଏ। ଶରତ ଋତୁ ଆସିଲା। ଆକାଶରେ ଖଣ୍ଡ ଖଣ୍ଡ ଧଳା ବାଦଲ ଓ ସୁଲୁସୁଲିଆ ପବନରେ ଫୁଲର ସୁରଭି ଘୋଷଣା କରିବାକୁ ଲାଗିଲା ଯେ ଦଶହରା ଆସୁଛି। ମା ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେବାକୁ ଲାଗିଲେ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ମା ଆସୁଛନ୍ତି। 4 ଦିନ ଧରି ଉତ୍ସବ ହେବ। ନୂଆ ପୋଷାକ, ନୂଆ ଜୋତା, କେତେ ଖେଳନା, କଣ୍ଢେଇ ମିଳିବ। ପିଲାଙ୍କ ଆନନ୍ଦ କହିଲେ ନ ସରେ। ସେମାନେ ମନେ ମନେ ଠିକ୍ କରିବାକୁ ଲାଗିଲେ ଦୁର୍ଗା ପୂଜା ଦେଖିବାକୁ ଗଲାବେଳେ କେଉଁ ପୋଷାକ ପିନ୍ଧିଯିବେ। 4 ଦିନ କିପରି ଖେଳ, କୌତୁକ, ହାସ୍ୟର ରସରେ କଟିବ ଇତ୍ୟାଦି। ଏହି କର୍ମଚାରୀଙ୍କ ଘରକୁ ମଧ୍ୟ ଦଶହରା ଆସିବ। ତାଙ୍କ ପିଲା ଦୁଇଟି ମଧ୍ୟ ଅପେକ୍ଷାରେ ବସିଛନ୍ତି। ପୁଅର ଦରକାର ମିଲିଟାରୀ ପୋଷାକ, ଝିଅ ଚାହେଁ ଫିକା ନୀଳ ରଙ୍ଗର ଫ୍ରକ୍। ତା ଛଡ଼ା ବାପା ବୋଉ ସମସ୍ତଙ୍କୁ ଆଉ କ'ଣ ସବୁ ଦେବେ ସେଥିପାଇଁ ମଧ୍ୟ ସେମାନେ ଉତ୍ସୁକ ହୋଇ ରହିଛନ୍ତି। କେଉଁଠୁ କିପରି ପଇସାଟିଏ ଅଧିକ ଆଣିବେ କର୍ମଚାରୀ ଭାବି ପାରୁନାହାନ୍ତି। ପିଲା ଦୁଇଟିଙ୍କୁ ସେ ଭାରି ଭଲ ପାଆନ୍ତି। ଦଶହରା ପରି ଦିନରେ ସେମାନଙ୍କ ମନରେ ଦୁଃଖ ଦେବାକୁ ସେ ଚାହାନ୍ତି ନାହିଁ। ହେଲେ ବହୁତ ଚେଷ୍ଟା କରି ସେ କିଛି ଟଙ୍କା କରଜ ମଧ୍ୟ ପାଇଲେ ନାହିଁ। ତେଣୁ ମୁଁ କହିଗଲି, ଜୀବନର ଉନ୍ନତି କରିବାକୁ ହେଲେ ଯେତେ ଗୁଡ଼ିଏ ସୁଗୁଣ ଆବଶ୍ୟକ। ଆମେ ଯଦି ଜୀବନର ଉନ୍ନତି କରିବାକୁ ଯିବା ତାହେଲେ କିଛି ଆମର ସୁଗୁଣ ଦରକାର। ସେହି ସୁଗୁଣ ମଧ୍ୟରୁ ସାହସ ହେଉଛି ତନ୍ମଧ୍ୟରୁ ସାହସ ଅନ୍ୟତମ। ତେଣୁ ସେହି ସାହସ ପାଇଁ ଆମର ମହାତ୍ମା ଗାନ୍ଧୀ, ଯେ କି ସେ ଆମ ଦେଶକୁ କ'ଣ କରିଥିଲେ ନା ସାହସ କରି ଏତେ ବଡ଼ ଦୁର୍ଦ୍ଦାନ୍ତ ବ୍ରିଟିଶକୁ ଆମ ଦେଶରୁ ବିତାଡ଼ିତ କରିଥିଲେ। ସେହିଭଳି ବାଜି ରାଉତ ମଧ୍ୟ ସାହସ କରି ସେମାନଙ୍କୁ ଡଙ୍ଗା ପାର କରି ଦେଇନଥିଲା। ଶେଷରେ ସେ ମୃତ୍ୟୁବରଣ କରିଥିଲା। ଆଉ ଧର୍ମପଦ, ଶ୍ରୀ ଅରବିନ୍ଦ ସେ ତାଙ୍କ ସାହସର ନିଦର୍ଶନ ଦେଇଛନ୍ତି। ଏହା ତା ପୂର୍ବରୁ ତମେ ଜାଣିଛ। ସେହିଭଳି ଏକ ଗଳ୍ପଟିକୁ ଆମେ ପଢ଼ିଲେ ସେଇ ସାହସ ଗୋଟିଏ, ସେ ଗଳ୍ପଟି କ'ଣ ହେଲା ନା ଗୋଟିଏ ଦୋକାନରେ ଜଣେ କର୍ମଚାରୀ ଦୋକାନରେ କିଛି ଯେଭଳି ଆମ ସ୍କୁଲରେ ଆମେ ଯେହେତୁ ରହିଛୁ କିଛି ଅପା ଭାଇ ଅଛନ୍ତି, ସେଇଭଳି ଗୋଟେ ବଡ଼ ଦୋକାନରେ ସୋରୁମରେ କିଛି କର୍ମଚାରୀ ରହିଥାନ୍ତି ତାଙ୍କ ମାଲିକକୁ ସାହାଯ୍ୟ କରିବା ପାଇଁ। ସେଇଭଳି ଇଏ କ'ଣ କରିଥାନ୍ତି ନା ଦୋକାନରେ କର୍ମଚାରୀ ଭାବରେ ନିଯୁକ୍ତି ହୋଇଥାନ୍ତି। ବହୁତ ପରିଶ୍ରମ କରି ସେ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାରଟି କୌଣସି ମତେ ଚଳି ଯାଉଥିଲା। ଯାହା କିଛି ସେ ରୋଜଗାର କରୁଥିଲେ ତାଙ୍କର ଛୋଟିଆ ପରିବାରଟି କୌଣସି ମତେ କ'ଣ କରୁଥିଲା ନା ଚଳି ଯାଉଥିଲା। ସେଇଥିରେ ଚଳି ଯାଉଥିଲା। ଅଳ୍ପ ପଇସାରେ ସେମାନେ ସୁଖେ ଦୁଃଖେ ଚଳି ଯାଉଥିଲେ। ପରିବାର କହିଲେ ସେ ନିଜେ, ତାଙ୍କ ସ୍ତ୍ରୀ, ଗୋଟିଏ ଝିଅ, ଗୋଟିଏ ପୁଅ। ତାଙ୍କ ପରିବାର କହିଲେ ତାଙ୍କର ସ୍ତ୍ରୀଟିଏ, ସେ ନିଜେ, ତାଙ୍କ ପୁଅଟିଏ, ଝିଅଟିଏ, ମାନେ ଛୋଟ ପରିବାର। ସେ ଛୋଟ ପରିବାରରେ ଯାହା ପଇସା ପାଉଥିଲା ସେଇଥିରେ କୌଣସି ମତେ କାଟି କୁଟି ସେମାନେ ଖର୍ଚ୍ଚ କରି ସେମାନେ ଚଳି ଯାଉଥିଲେ। ଦିନକୁ ଦିନ ଅଭାବ ବଢ଼ିବାକୁ ଲାଗିଲା। ପାଉଥିବା ଟଙ୍କା ପରିବାର ପାଇଁ ଯଥେଷ୍ଟ ହେଲାନି। ଦୁଃଖ କଷ୍ଟରେ ଦିନ କାଟୁଥାଏ। ଧର ଗୋଟେ ପିଲା ଛୋଟ ହେଇଛି, ସେ ପାଠ ପଢ଼ୁନାହିଁ। ଯେତେ ଖାଦ୍ୟ ଖାଉଥିଲା ସେ ତା ଅପେକ୍ଷା କମ୍ ଖାଇବ। ଯେତେବେଳେ ଆସ୍ତେ ଆସ୍ତେ ପିଲାଟି ବଢ଼ିବ, ତା ପରିବାରର ପିଲାମାନେ ବଢ଼ିବେ, ତା ପାଇଁ ଖାଦ୍ୟ ଅଧିକ ହେବ, ଲୁଗାପଟା ବେଶୀ ଦାମରେ ଦରକାର ହେବ, ତା ଖର୍ଚ୍ଚ ଅଧିକ ହେବ। ତେଣୁ ସିଏ ଯାହା ପଇସା ପାଉଥିଲା
ସେଥିରେ ତ କୌଣସି ମତେ ଚଳି ଯାଉଥିଲେ, କିନ୍ତୁ ଦିନକୁ ଦିନ ଯେତେବେଳେ ପିଲାମାନେ ବଢ଼ିବାକୁ ଲାଗିଲେ ତାଙ୍କର କ'ଣ ହେଲା, ଅଭାବ ବଢ଼ିବାକୁ ଲାଗିଲା। ଯଥେଷ୍ଟ ସେଇ କମ୍ ପଇସା, ଯେଉଁ ସ୍ୱଳ୍ପ ପଇସାରେ ସେ କର୍ମଚାରୀଟିଏ ଥିଲେ, ସେ ସେଇ ପଇସାରେ କ'ଣ କଲେ ନା ତାଙ୍କର ଯଥେଷ୍ଟ ହେଲା ନାହିଁ। ଦୁଃଖ କଷ୍ଟରେ ଦିନ ଦୁଃଖ କଷ୍ଟରେ ଦିନ ଉପାସ ବା ଭୋକରେ ରହି ବାପା ମା ପିଲାମାନଙ୍କୁ ଖାଇତେ ଦେଇ, ଦେଖିବ ପିଲାମାନେ ତମେ ବାପା ମା ବରଂ ନ ଖାଇବେ କିନ୍ତୁ ତମମାନଙ୍କୁ ତାଙ୍କ ପେଟରୁ ଖାଇତେ ଦେବେ, ସେଇଭଳି ଏମାନଙ୍କୁ ମଧ୍ୟ ତାଙ୍କ ବାପା ମା ଦଉଥିଲେ। ଶରତ ଋତୁ ଆସିଲା, ଆକାଶରେ ଖଣ୍ଡ ଖଣ୍ଡ ଧଳା ବାଦଲ ସୁଲୁସୁଲିଆ ପବନରେ ଫୁଲର ସୁରଭି ଘୋଷଣା କରିବାକୁ ଲାଗିଲା ଯେ ଦଶହରା। ଦଶହରା କଣରେ? ଦୁର୍ଗା ପୂଜା। ଦଶହରା ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ। ଏଇ ଦଶହରା କ'ଣ? ଆଶ୍ୱିନ ମାସ ଶୁକ୍ଳପକ୍ଷ ଷଷ୍ଠୀ ଠାରୁ ଆରମ୍ଭ ହୋଇ ସେତେବେଳେ ଆଶ୍ୱିନ ମାସ ହେଲା ଶରତ ଋତୁ। ସେଇ ଶରତ ଋତୁରେ ପଡ଼େ। ସେତେବେଳେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ନଥାଏ, କାଁ ଭାଁ ବାଦଲ ଥାଏ ଏବଂ ଚାରିଆଡ଼େ ଫୁଲ ଫୁଟି ତାର ସୁଗନ୍ଧ ବାସନା କ'ଣ କରେ, ଚହଟାଇ ଦିଏ। ସେଇ ଟାଇମରେ ଦଶହରା। ସେ ଦଶହରା ଅର୍ଥ ରାମଚନ୍ଦ୍ର, ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ସତ୍ୟ ପିତାଙ୍କର ସତ୍ୟ ରକ୍ଷା କରିବା ପାଇଁ 14 ବର୍ଷ ବନବାସ ଯାଇଥିଲେ, ସେଇ ସମୟରେ କ'ଣ କରିଥିଲେ ନା ପଞ୍ଚବଟୀ ବନରେ ରହୁଥିବା ସମୟରେ ତାଙ୍କ ସ୍ତ୍ରୀ ବା ସୀତା, ତାଙ୍କ ସହିତ ରାମ ବନବାସ ଯିବା ବେଳେ ତାଙ୍କ ସହିତ ତାଙ୍କର ଭାଇ ଲକ୍ଷ୍ମଣ ଏବଂ ସ୍ତ୍ରୀ ସୀତା ମଧ୍ୟ, ପତ୍ନୀ ସୀତା ତାଙ୍କ ସହିତ ଯାଇଥିଲେ। ସେମାନେ ପଞ୍ଚବଟୀରେ କୁଟୀର କରି ବନରେ କୁଟୀର କରି ଅବସ୍ଥାନ କରୁଥିବା ସମୟରେ ଲଙ୍କାର ରାଜା ଦଶରଥ କ'ଣ କଲେ ନା ସୀତାଙ୍କୁ ଚୁରାଇ ନେଇଥିଲେ। ତେଣୁ ସୀତାଙ୍କୁ ଚୁରାଇ ନେଇଥିବାରୁ ରାମ କ'ଣ କଲେ, ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଯାଇଥିଲେ। ମାଙ୍କଡ଼ମାନଙ୍କ ସହିତ ମିତ୍ରତା ସ୍ଥାପନ କରି ସେତୁବନ୍ଧ ବାନ୍ଧି ଲଙ୍କାକୁ ଯୁଦ୍ଧ କରିବାକୁ ଯାଇଥିଲେ। ତେଣୁ ଯୁଦ୍ଧ କରିବାକୁ ରାବଣ ସହିତ ଯାଇଥିଲେ। ସେଠାରେ ସମସ୍ତେ ନିହତ ହେଲା ପରେ ରାବଣକୁ ନିହତ କରିବା ପାରୁ ନଥାନ୍ତି। ସେ ବ୍ରହ୍ମଙ୍କ ଠାରୁ ବରଦାନ ପାଇଥାନ୍ତି ପାରୁନଥାଏ ଏବଂ ତାଙ୍କୁ ମାତା ଦୁର୍ଗା କ'ଣ କରୁଥାନ୍ତି ନା ତାଙ୍କୁ ଆଶୀର୍ବାଦ କରି ରକ୍ଷା କରୁଥାନ୍ତି। ତେଣୁ ରାମଚନ୍ଦ୍ର ତାଙ୍କୁ ରାମଚନ୍ଦ୍ରକୁ ଶୂନ୍ୟବାଣୀ ହେଲା ଯେ ଦୁର୍ଗାଙ୍କୁ ରାବଣ ନିକଟରୁ ଦୂର ନ କଲେ ବା ଅନ୍ତର ନ କଲେ ତୁମେ ରାବଣକୁ ମାରିପାରିବ ନାହିଁ। ତେଣୁ ସେ କ'ଣ କଲେ ନା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶରତ ଋତୁରେ, ଆଶ୍ୱିନ ମାସ ଶରତ ଋତୁରେ କ'ଣ କଲେ ନା ଆରାଧନା କରିଥିଲେ। ଷଷ୍ଠୀ ଠାରୁ ପୂଜା ଆରମ୍ଭ କରିଥିଲେ। ଦଶହରା ଦିନ ସେ ଦୁର୍ଗାଙ୍କୁ ସନ୍ତୁଷ୍ଟ କରି କ'ଣ କରିଥିଲେ, ରାବଣକୁ ବଧ କରିଥିଲେ। ସେଇ ଦଶହରା ଦିନ ରାବଣଙ୍କୁ ଯେତେବେଳେ ସନ୍ତୁଷ୍ଟ କରିବା ପାଇଁ ଯାଇଥିଲେ, ଦୁର୍ଗା ପୂଜା କରିଥିଲେ। ସେଇ ଦୁର୍ଗା ପୂଜାରେ 100 କମଳରେ ସେ ପୂଜା କରିଥିଲେ। ତାଙ୍କୁ ରାମଚନ୍ଦ୍ର 100 କମଳରେ, ନୀଳ କମଳରେ ଦୁର୍ଗାଙ୍କୁ ପୂଜା କରିଥିଲେ। ସେଇ ନୀଳକମଳକୁ ଦୁର୍ଗା ଅତ୍ୟନ୍ତ ଭଲ ପାଆନ୍ତି, ସେଥିପାଇଁ ସେ ସେଥିରେ ପୂଜା କରିଥିଲେ। କିନ୍ତୁ ଦୁର୍ଗା କ'ଣ କଲେ, ତାଙ୍କୁ ପରୀକ୍ଷା କରିବା ପାଇଁ 2ଟି କମଳ ଲୁଚାଇ ଦେଇଥିଲେ। ଶେଷରେ ରାମଚନ୍ଦ୍ରଙ୍କୁ କମଳ ନୟନ ବୋଲି ନୀଳ କୁହାଯାଏ। ତେଣୁ ତାଙ୍କ ଆଖି ତାଡ଼ିବାକୁ ସେ ଯେତେବେଳେ ଧନୁରେ ତୀର ଝୁକିଛନ୍ତି, ସେତେବେଳେ ଦୁର୍ଗା ଆବିର୍ଭୂତ ହୋଇ ସନ୍ତୁଷ୍ଟ ହୋଇଛନ୍ତି ତାଙ୍କ ପୂଜାରେ। ତାପରେ ଦଶହରା ପୂଜା ସନ୍ତୁଷ୍ଟ କରି ସେ ଗଲେ କ'ଣ କରିବା ପାଇଁ, ରାବଣକୁ ବଧ କରିବା ପାଇଁ। ତେଣୁ ରାବଣକୁ ସେ ଦଶହରା ଦିନ ବଧ କରିଥିଲେ ଏବଂ ସେହି ଦିବସକୁ ଆମେ ମନେ ରଖିବା ପାଇଁ ଆମେ ଦଶହରା ପାଳନ କରୁ। ଏବଂ ଶରତ ଋତୁରେ ମାତା ଦୁର୍ଗା ନିଦ୍ରା ଯାଇଥାନ୍ତି। ତେଣୁ ସେତେବେଳେ କ'ଣ କରୁଛନ୍ତି ନା ତାଙ୍କୁ ରାମଚନ୍ଦ୍ର ଉଠେଇ ତାଙ୍କୁ ସଜା କରି ତାଙ୍କ ପୂଜା ଅର୍ଚ୍ଚନା କରି ତାଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ବରଦାନ ନେଇ ଦୁର୍ଦାନ୍ତ ରାବଣକୁ ବଧ କରିବା ପାଇଁ ଯାଇଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ଆମେ ସେଇଟାକୁ ଦଶହରା ବୋଲି କହୁଛେ। ସମସ୍ତେ ତମେ ଜାଣିଥିବ, ଦୁର୍ଗା ପୂଜା ଛୁଟିରେ ତମ ସ୍କୁଲକୁ
गुड़िक छुट्टी हुए से छुट्टी तुम सब कौन कर दुर्गा पूजा भारी खुशी हो दुर्गा पूजा नुआ लुगा पटा मिठेई फिठेई सब आसे तुम आनंद रे नाच से भली ए दशहरा आसी माँ दुर्गा को स्वागत करने समस्त प्रस्ताव को लगे दुर्गा पूजा आसिले देख आगु आमर सब दुर्गा पूजा आसिले आमे कौन करूँ सब नुआ लुगापटा पिंधु तेणु समस्ते ता पूर्वर घर को परिष्कार परिच्छन्न आगु माटी घर थिला से माटी घर को आमे कौन करूँ ना लिपा पुछा करी से झुटी चिता विभिन्न प्रकार झुटी चिता देई किंतु तांकु स्वागत करू एवं एबे आमे तो सब पक्का घर हेलानी तथापि घर द्वार सफा करी आमे तांकु स्वागत करू गोटे वर्षर प्रतीक्षा परे स्वागत कर समस्त प्रस्ताव को लगे गोटे वर्षर प्रतीक्षा परे माँ आसी 4 दिन धरी उत्सव लगे 4 दिन कौ 4 दिन ना षष्ठी सप्तमी अष्टमी नवमी दशमी 5 दिन ये सप्तमी ठारू कहते 4 दिन धरी साधारणतः षष्ठी रे कौन सी उत्सव हुए नहीं षष्ठी रे केवल बिल्ववरण बा बेल गछ को पूजा करा जाए तापरे सप्तमी ठारू पूजा कार्य आरंभ हुए सप्तमी रे पूजा हुए अष्टमी रे मध्य पूजा हुए नवमी रे छेद पड़े दशमी रे कौन हुए दशहरा पर्व पालन करा जाए मिठे फेटे भोग होई दुर्गा माता को संतुष्ट करी तांकु जल रे भसाई दिया जाए एवं लास्ट दिन मध्य रावण को पुड़ी कार्य बहु स्थान रे हुए तो मैंने देखा जाओ तेणु गोटे प्रत्येक वर्षर 2 थर दुर्गा पूजा आसे नहीं वर्षर थरे आसे तेणु से कथा कहते गोटे वर्षर प्रतीक्षा परे माँ आसी 4 दिन धरी उत्सव है नुआ पोशाक नुआ जोता केते खेलना कंढई मिलिबो पिलांका आनंद कहले न सरे तेणु पिला मानंको पई नुआ पोशाक आसीबो नुआ खेलना एवं कंढई ये सब आसीबो बा दुकान सब बसिबो दशहरा रे तमे तले देखिबा को जीवो सेगुडा किनिबो तेणु सेई कथा से तेणु पिला माने जतबेले नुआ लोगा नुआ जोता बा खेलना फेलना पाती बहुत तुम मैंने आनंदित हो ना आनंदित होनी आनंदित हो तेणु से समस्त मनरे आनंद खेले ही जाए से मैंने मने मने ठीक करने को लगे दुर्गा पूजा देखा गला बेले क्यों पोशाक पिंधि जीवे 4 दिन किपरि किपरि खेल कौतुक हास्य रस्य कटिबो ये मु 4 दिन पाठ पढ़ा नथिबो तमर खेल कूद आनंद मस्जिद 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 मऊ हास्य रस एवं ये सबूर तुम कटिबो एवं पोशाक कौन नुआ पोशाक आ तमें जिते बड़े जोटिकी धर बाघर बा मेला देखा जाओ बा कौटिकी जाओ तमें सब बाछ कौटा पिंधिकी जी मत भल देखा मते भल देखाने समस्ते मो आड़ को आकृष्ट हो अनेबे समस्त से आग्रह थाए कि भल पोशाक चकमक पोशाक पिंधिकी जिमी भल भाव में जिमी समस्ते मत अनेबे समस्ते देखिए तेणु पिला माने कौन करती कौ पोशाक पिंधे कौन करेंगे 4 दिन पाठ साठ पढ़ा ना खेल कौतुक हम बाजा बाजब रोषणी फुटब रोषणी फुटब ये सब जो हम ये सब बहुत मजा लगे तेणु से चिंता करुता यही कर्मचारी पिला माने से भली चिंता करुले यही कर्मचारी घर को दशहरा आसो जे जिते दशहरा आसो रज आसो दीपावली आसो केवल जनक घर को आसो कि तम घर को आसो ता घर को आसोनी समस्त घर को आसो तेणु से भली यही कर्मचारी घर को दशहरा आसो पिला दुईटी अपेक्षा कर बसी पुअर दरकार मिलिटारी पैसा
ତମେ ଯେଭଳି ଦୁର୍ଗା ପୂଜା ବା କାଳୀ ପୂଜା ବା କୌଣସି ରଜ କୌଣସି ମହୋତ୍ସବରେ ବାପା ମାନଙ୍କୁ କିଭଳି ପ୍ରକାର ପ୍ୟାଣ୍ଟ ସାର୍ଟ ଫ୍ରକ୍ ଆଣିବାକୁ ବରାଦ କର, ସେଇଭଳି ଏ ପିଲା ଦୁଇଟି ଚାହିଁଛନ୍ତି ଯେ ତାଙ୍କ ବାପା କେମିତି ପୋଷାକ ଆସିବ। ତା ପୁଅ କହିଛି ମୋ ପାଇଁ ମିଲିଟାରୀ ପୋଷାକ ଆଣିବ ଏବଂ ଝିଅ କହିଛି ଫ୍ରକ୍ ଆଣିବ, ଫିକା ରଙ୍ଗର ଫ୍ରକ୍ ଆଣିବ। ତା ଛଡ଼ା ବାପା ବୋଉ ସମସ୍ତଙ୍କ ଆଉ କ'ଣ ସବୁ ଦେବେ ସେଥିପାଇଁ ମଧ୍ୟ ସେମାନେ ଉତ୍ସୁକ ହୋଇ ବସିଛନ୍ତି। ତାଙ୍କ ସେଇ କର୍ମଚାରୀଙ୍କର ମା ବାପା ମଧ୍ୟ ଉତ୍ସୁକ ହୋଇ ରହିଛନ୍ତି କ'ଣ ସବୁ ତାଙ୍କୁ ତାଙ୍କ ପୁଅ ଉପହାର ସ୍ୱରୂପ ଏ ଦୁର୍ଗା ପୂଜାରେ ଦେବ। କେଉଁଠୁ କିପରି ପଇସାଟିଏ ଅଧିକ ଆଣିବେ କର୍ମଚାରୀ ଭାବି ପାରୁନାହାନ୍ତି। ତ ଯେଉଁ ପଇସା ସେ ଦୋକାନରୁ ପାଉଛନ୍ତି ତାଙ୍କ ପରିବାର ଚଳାଇବା ପାଇଁ କଷ୍ଟ ହେଉଛି। ଅଧିକ ପଇସା ହେଲେ ସିନା ସେ ସେମାନଙ୍କ ପାଇଁ ତାଙ୍କ ପରିବାର ପାଇଁ ଉପହାର କିଣିକି ଆଣିପାରିବେ। ତେଣୁ କ'ଣ କରିବେ ଏଇ ଚିନ୍ତା କର୍ମଚାରୀ ଜଣକ କରୁଥାନ୍ତି। ପିଲା ଦୁଇଟିକୁ ସେ ଭାରି ଭଲ ପାଆନ୍ତି। ସମସ୍ତଙ୍କର ବାପା ମା ମାନେ ତାଙ୍କ ପିଲାଙ୍କୁ ଭଲ ପାଆନ୍ତି। ଇଏ କର୍ମଚାରୀ ମଧ୍ୟ ତାଙ୍କ ପିଲାକୁ ଭଲ ପାଆନ୍ତି। ଦଶହରା ପରି ଦିନରେ ସେମାନେ ମନରେ ଦୁଃଖ ଦେବାକୁ ସେ ଚାହାନ୍ତି ନାହିଁ। ତମେ ଗୋଟେ କଥା ବା ଗୋଟେ ଜିନିଷ ପାଇବା ପାଇଁ ବାପା ମାନଙ୍କ ନିକଟରେ ଅଳି ଅର୍ଦ୍ଦଳି କର। ବାପା ମା ଯେତେ କଷ୍ଟ ଯେତେ ଦୁଃଖ ଆସିଲେ ମଧ୍ୟ ତାକୁ କ'ଣ କରନ୍ତି, ସହ୍ୟ କରି ତୁମମାନଙ୍କୁ ତାର ଇଚ୍ଛା ପୂରଣ କରନ୍ତି। ଠିକ୍ ସେଇଭଳି ଇଏ କ'ଣ କରୁଛନ୍ତି ଯେ ଦଶହରା ଭଳି ଏତେ ବଡ଼ ପର୍ବ ସବୁଠାରୁ ଆମ ଓଡ଼ିଶାର କଟକରେ ଦଶହରାଟା ଭଲ ଭାବରେ ପାଳନ କରାଯାଏ। ଆମର ମଧ୍ୟ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପାଳନ କରାଯାଏ। ସେଦିନ ସମସ୍ତଙ୍କର ନୂଆ ଲୁଗା ପୋଷାକ ହେଇଥାଏ ଏବଂ ସମସ୍ତ ମନ ଖୁସି ଆନନ୍ଦରେ ଥାଏ। ସେହି ଆନନ୍ଦ ସମୟରେ ଏ କର୍ମଚାରୀ ଜଣକ ତାଙ୍କ ପିଲାମାନଙ୍କ ମନରେ ଦୁଃଖ ଦେବାକୁ ସେ ଚାହୁଁ ନଥିଲେ। ସେ ବହୁତ ଚେଷ୍ଟା କରି ସେ କିଛି ଟଙ୍କା କରଜ ମଧ୍ୟ କରିପାରିଲେନି। ସେ ବହୁତ ଚେଷ୍ଟା କଲେ କିଛି ଟଙ୍କା କରଜ କରି ପିଲାମାନଙ୍କ ପାଇଁ ଆଣିବେ, ନୂଆ ଡ୍ରେସ୍ ପତ୍ର ବା ଉପହାର ଆଣିବେ। ସେ କିଛି ମଧ୍ୟ କରଜ କରି ପାରିଲେ ନାହିଁ। ତାଙ୍କୁ କେହି କରଜ କ'ଣ ନା ଜଣଙ୍କ ପାଖରୁ ଆଣିବେ, ତାକୁ କିଛି ସୁଧ ପଇସା ଆଣିବେ, ତାକୁ କିଛି ସୁଧ ଆକାରରେ ଦେବେ। ସେ ମଧ୍ୟ କରିପାରିଲେ ନାହିଁ। ଦୋକାନରେ ସେଦିନ ଦରମା ଦିଆଯିବ। ଦଶହରା ଆଉ ମାତ୍ର 10 ଦିନ ବାକି। ସାରା ଦିନ ଭଲରେ କାମ କରି ପାରିଲେ ନାହିଁ। ମନରେ ଚିନ୍ତା, ଏ ବର୍ଷ ପିଲାମାନଙ୍କ ପାଇଁ କିଛି ବୋଧେ କିଣିପାରିବେ ନାହିଁ। ଦରମା ଦେବା ସମୟ ଆସିଲା। ବଡ଼ ବାବୁଙ୍କ ଠାରୁ ଲଫାଫାଟି ଖୋଲି ଦେଖିଲା ବେଳକୁ ତା ଭିତରେ ତାଙ୍କ ମାସିକ ଦରମା ଛଡ଼ା ଗୋଟିଏ 100 ଟଙ୍କାର ନୋଟ ଅଧିକ ରହିଛି। ଭୁଲରେ ନିଶ୍ଚୟ ନୋଟଟେ ଆସିଯାଇଛି। ସେ ଭାବିଲେ ଏଇ ଭୁଲଟି ମଧ୍ୟ ମୋ ପାଇଁ ଭଲ ହେଲା, ପିଲାଏ ଖୁସି ହେବେ। ବହୁତ ଦିନ ହେଲାଣି ସ୍ତ୍ରୀଙ୍କ ପାଇଁ ଶାଢ଼ୀ ଖଣ୍ଡିଏ କିଣିପାରି ନାହିଁ। ମୋର ନିଜ ଚଟି ହଳକ ମଧ୍ୟ ଛିଡ଼ିଗଲାଣି। ଏ ଟଙ୍କାରେ ଖଣ୍ଡେ ଶାଢ଼ୀ ଓ ଚଟି ହଳେ କିଣାଯାଇପାରିବ। କିନ୍ତୁ ତାଙ୍କ ବିବେକ ତାଙ୍କୁ କହିଲା ଭୁଲରେ ଆସିଥିବା ଏ ଟଙ୍କା ତୋର ନୁହେଁ, ତୁ ତାକୁ ବ୍ୟବହାର କରିପାରିବୁ ନାହିଁ। କାଲି ସକାଳେ ଦୋକାନକୁ ଯାଇ ତା ଫେରାଇ ଦେବୁ। ତାଙ୍କ ଭିତରେ ଥିବା ଅସତ୍ ବୁଦ୍ଧି କହିଲା କେହି ତ ଜାଣନ୍ତି ନାହିଁ ମୋ ପାଖକୁ ସେଇ 100 ଟଙ୍କା ଆସିଛି ବୋଲି। ମୁଁ ତାକୁ ଖର୍ଚ୍ଚ କଲେ କେହି ସେ କଥା ଜାଣିପାରିବେ ନାହିଁ। ତେଣୁ ଦୋକାନରେ ସେଦିନ ଦରମା ଦିଆଯିବ। ତେଣୁ ଦଶହରା ଗୋଟେ ପୂଜା ପର୍ବ ପଡ଼ିଲେ କ'ଣ କରାଯାଏ, ତା ପୂର୍ବରୁ କର୍ମଚାରୀମାନେ ବା ବିଦ୍ୟାଳୟର ଶିକ୍ଷକମାନଙ୍କୁ ମଧ୍ୟ ବା ଅଫିସରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଅଫିସର କତରୁ କିରାନୀ ପର୍ଯ୍ୟନ୍ତ ବା ସମସ୍ତ କର୍ମଚାରୀଙ୍କୁ କିଛି ନା କିଛି ଟଙ୍କା ଦିଆଯାଏ। ଆହୁରି କୌଣସି ଜାଗାରେ ମଧ୍ୟ ବୋନସ୍ ଆକାରରେ ଦରମା ଠାରୁ ଅଧିକ ମଧ୍ୟ କିଛି ଦିଆଯାଏ। ଠିକ୍ ସେଇଭଳି ଦୋକାନରେ ସେଦିନ ଦରମା ଦିଆଯିବ। ଦଶହରା ମାତ୍ର 10 ଦିନ ବାକି। ଦଶହରା ଆସିବାକୁ ଆଉ 10 ଦିନ ବାକି ଅଛି। ଦରମା ଦିଆଯିବ। ସାରା ଦିନ ଭଲରେ କାମ କରି ପାରିଲେ ନାହିଁ। ମନରେ ଚିନ୍ତା, ଏ ବର୍ଷ ପିଲାମାନଙ୍କ ପାଇଁ କିଛି ବୋଧେ କିଣିପାରିବ। ଯେତେବେଳେ ତମ ମନରେ କୌଣସି ବିଷୟରେ ଚିନ୍ତା ଥାଏ, ତମେ କୌଣସି ବିଷୟ ଭାବୁଥାଅ, ସେତେବେଳେ ଦେଖିବ ଅନ୍ୟ କାର୍ଯ୍ୟ କରିବା ପାଇଁ ତମ ମନ କହିବ ନାହିଁ। କି ଖାଇବାକୁ ମନ କହିବନି, ବସିବାକୁ ମନ କହିବନି, କାହାରି ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ମନ କହିବ ନାହିଁ। ଠିକ୍
ସେହିଭଳି ଆଙ୍କ ଏହି କର୍ମଚାରୀଙ୍କ ମନ ଦୁଃଖ ଥିବାରୁ ତାଙ୍କର କୌଣସି କାର୍ଯ୍ୟରେ ମନ ଲାଗୁନଥାଏ। ସବୁବେଳେ ସେଇ ଗୋଟିଏ କଥା ଚିନ୍ତା କରୁଥାନ୍ତି, ଏ ବର୍ଷ ଦଶହରାରେ ମୁଁ ପିଲାମାନଙ୍କ ପାଇଁ କେଉଁଠୁ କିଛି କରତ ପାଇଲେ କେଉଁଠୁ କ'ଣ ଆଣି ସେମାନଙ୍କୁ ଉପହାର କିଣିଦେଇ ପାରିବି। ବୋଧ ହୁଏ ଏ ବର୍ଷ ପିଲା ଦୁଇଟିଙ୍କୁ ମୁଁ କିଛି ଦେଇପାରିବି ନାହିଁ। ଯାହାଫଳରେ ଧର ଦେଇ ନ ପାରିବେ, ପିଲାମାନେ ମନ ଦୁଃଖ କରିବେ। ମନ ଦୁଃଖ କଲେ ସାରା ପରିବାର, ବାପା ମା ମଧ୍ୟ ମନ, ତମେ ଯେତେବେଳେ ମନ ଦୁଃଖ କୌଣସି ବିଷୟ ପାଇଁ ମନ ଦୁଃଖ କରିଥା, ତମ ବାପା ମା ମାନେ ମଧ୍ୟ ମନ ଦୁଃଖ କରିଥାନ୍ତି। ଠିକ୍ ସେଇଭଳି ଇଏ କର୍ମଚାରୀ କ'ଣ କରିଥାନ୍ତି, ମନ ଦୁଃଖ କରୁଥାନ୍ତି, ମୋ ପିଲାମାନଙ୍କୁ କିଛି ମୁଁ ଦେଇପାରିବି ନାହିଁ। ଦରମା ଦେବା ସମୟ ଆସିଲା, ବଡ଼ବାବୁଙ୍କୁ ଲପାଟକୁ ଦେଖିଲା ବେଳକୁ ତା ଭିତରେ ତାଙ୍କର ଦରମା ଟଙ୍କା ଛାଡ଼ ଗୋଟିଏ 100 ଟଙ୍କାର ନୋଟ ଅଧିକ ରହିଯାଇଛି। ସେ ଯେତିକି ଦରମା ପାଇବା କଥା, 5,000 କି 10,000 ପାଇବା କଥା, ତାଠାରୁ 100 ଟଙ୍କା କ'ଣ କରିଛି ସେଇ ଲଫାଫାରେ ଅଧିକ ରହିଛି। ଭୁଲରେ ନିଶ୍ଚୟ ନୋଟ ଆସିଯାଇଛି। ଭୁଲରେ ବେଳେବେଳେ ପଇସା ଦଉ ଦଉ ଭୁଲ ହେଇଯାଇଥାଏ। ଇଏ ଭାବିଲେ ଭୁଲ ବୋଧେ, ସିଏ ଭାବିଲେ ଭୁଲଟି ମଧ୍ୟ ମୋ ପାଇଁ ଭଲ ହେଲା, କାରଣ କୌଣସି ଆଡ଼ୁ କରଜ ପାଉନଥିଲେ, ଟଙ୍କା ପାଉନଥିଲେ, ତେଣୁ ଭାବିଲେ ଏ ଭୁଲଟା ମୋ ପାଇଁ ଭଲ ହେଇଗଲା, ପିଲା ଖୁସି ହେବେ। କାହିଁ ପିଲା ଖୁସି ହେବେ ନା ତାଙ୍କ ପାଇଁ ନୂଆ ଉପହାର ବାପା କିଣି ଆଣି ଦେଇପାରିବେ ଏଇ 100 ଟଙ୍କାରେ। 100 ଟଙ୍କା ସେତେବେଳେ କ'ଣ ଥିଲା, ବହୁତ ଅଧିକ ଥିଲା। ବହୁତ ଦିନ ହେଲାଣି ସ୍ତ୍ରୀଙ୍କ ପାଇଁ ଶାଢ଼ୀ ଖଣ୍ଡିଏ କିଣିପାରେ ନାହିଁ। ତାଙ୍କ ସ୍ତ୍ରୀଙ୍କ ପାଇଁ ଭଲ ଶାଢ଼ୀ ଖଣ୍ଡେ ଦେଇନାହାନ୍ତି। ସେ ଚିରା ଶାଢ଼ୀ ପିନ୍ଧୁଛି, ତା ପାଇଁ ମଧ୍ୟ ଖଣ୍ଡେ ଶାଢ଼ୀ କିଣିପାରିବେ। ଏବଂ ସେ କାର୍ଯ୍ୟ କରିବାକୁ ଦୋକାନକୁ ଯାଉଛନ୍ତି, ଯେଉଁ ତାଙ୍କର ଯେଉଁ ଜୋତା, ସେ ଜୋତା ଚଟି ଚପଲ ହଳକ ମଧ୍ୟ ଛିଣ୍ଡି ଗଲାଣି। ଏ ଟଙ୍କାରେ ଖଣ୍ଡେ ଶାଢ଼ୀ ଚଟି ହଳେ କିଣାଯାଇ ପାରେ। ଦରମା ଟଙ୍କାରେ ପିଲାମାନଙ୍କର ଉପହାର କିଣିପାରିବେ ଏବଂ ତାଙ୍କ ଅଧିକ ପଇସାରେ ତାଙ୍କ ସ୍ତ୍ରୀ ପାଇଁ ଖଣ୍ଡେ ଶାଢ଼ୀ ଏବଂ କ'ଣ ତାଙ୍କର ନିଜର ଚଟି ହଳେ କିଣିପାରିବେ। ଏ କଥା ସେ ଚିନ୍ତା କରୁଥାନ୍ତି। ଏ ଟଙ୍କାରେ କ'ଣ, କିନ୍ତୁ ତାଙ୍କ ବିବେକ ତାଙ୍କୁ କହିଲା, ଦେଖିବ ତମେ ଯେତେବେଳେ ଭୁଲ କାର୍ଯ୍ୟ କରିବ, ତମର ବିବେକ ତମେ ମନା କରୁଥିବା କାର୍ଯ୍ୟ, ଯେତେବେଳେ ଅସତ୍ କାର୍ଯ୍ୟ ବା ଭୁଲ କାର୍ଯ୍ୟ କରୁଥିବ, ସେତେବେଳେ କ'ଣ ହୁଏ ନା ବିବେକ ବାଧା ଦିଏ, ସେ କାର୍ଯ୍ୟ କର ନାହିଁ, କନେ ଭୁଲ ହବ। କିନ୍ତୁ ଗୋଟେ ଆମର ଦୁଇଟା ଥାଏ, ଗୋଟେ ସଦ୍ବୁଦ୍ଧି, ଗୋଟେ ଅସତ୍ ବୁଦ୍ଧି। ସଦ୍ବୁଦ୍ଧି ସବୁବେଳେ ଭଲ ପରାମର୍ଶ ଦିଏ, କିନ୍ତୁ ଅସତ୍ ବୁଦ୍ଧି ସବୁବେଳେ କ'ଣ କରେ, ଆମକୁ ଖରାପ ପରାମର୍ଶ ଦିଏ। ସେ ସଦ୍ବୁଦ୍ଧି କହେ, ନା ତୁ ଚୁରି କରୁଥିବ ଲୋକଟା, ଚୁରି କର ନା, କିନ୍ତୁ ଅସତ୍ ବୁଦ୍ଧି କରୁଥିବ, ଚୁରି କର, ତୋର ଉନ୍ନତି ହବ, ଏମିତି ଦେଉଥାଏ। ତେଣୁ ସବୁବେଳେ ମନଟା କହୁଥାଏ, କିନ୍ତୁ ବିବେକ କହୁନଥାଏ। ମନଟା ସବୁବେଳେ ଅସତ୍ ବୁଦ୍ଧି ଥାଏ, କିନ୍ତୁ ବିବେକଟା ତ ସବୁବେଳେ ସତ୍ ବୁଦ୍ଧି ଥାଏ। ସେ ସବୁ ସତ୍ ପରାମର୍ଶ ଆମକୁ ଦିଏ। ତାକୁ ଲୋକ କ'ଣ କରନ୍ତି, ସବୁବେଳେ ଦେଖିବ ସତକୁ ସମସ୍ତେ ଏଡ଼େଇ ଚାଲନ୍ତି, କିନ୍ତୁ ଅସତକୁ ସମସ୍ତେ ଆପଣାଇ ନିଅନ୍ତି, ଯାହାଫଳରେ କି ପରବର୍ତ୍ତୀ କ୍ଷେତ୍ରରେ ସେମାନେ ବିପଦରେ ପଡ଼ନ୍ତି। ତେଣୁ ସେଇଭଳି ତା ବିବେକ ବାଧା ଦେଲା, କହିଲା ଭୁଲରେ ଆସିଥିବା ଟଙ୍କା ତ ତୋର ନୁହେଁ, ତୁ ତାକୁ ବ୍ୟବହାର କରିବୁ। ଯେ ଭୁଲରେ ଚାଲି ଆସିଛି, ଭୁଲ ବଶତଃ ଆସିଯାଇଛି, ସେ ଟଙ୍କା ତ ତୋର ନୁହେଁ, ତୁ ତାକୁ କେମିତି ତୋ କାର୍ଯ୍ୟରେ ଲଗାଇବୁ। କାଲି ସକାଳେ ଦୋକାନକୁ ଯାଇ ତାହା ଫେରାଇ ଦେବୁ। ଯାହା ତୁ କାଲି ସକାଳେ ତାକୁ ରଖ, ନେଇକି ଫେରାଇ ଦେଇ ଆସିବୁ। ଏମିତି ସଦ୍ବୁଦ୍ଧି କହିଲା। ତାଙ୍କ ଭିତରେ ଥିବା ଅସତ୍ ବୁଦ୍ଧି କହିଲା, କେହି ତ ଜାଣନ୍ତି ନାହିଁ ମୋ ପାଖକୁ ସେଇ 100 ଟଙ୍କା ଆସିଛି ବୋଲି, ମୁଁ ତାକୁ ଖର୍ଚ୍ଚ କଲେ କେହି ସେ କଥା ଜାଣିପାରିବେ ନା। ତାପରେ ଅସତ୍ ବୁଦ୍ଧି କହିଲା ଯେ ସେ ଯେଉଁ ଟଙ୍କାଟା ଆସିଛି, ସେ ଟଙ୍କାଟା ତ କେହି ଜାଣି ନାହାନ୍ତି, ଭୁଲ ବଶତଃ ଲଫାଫାରେ ଚାଲି ଆସିଛି, ତେଣୁ ତାକୁ ଯଦି ମୁଁ ବ୍ୟବହାର କରିମି କ'ଣ କ୍ଷତି ହେଇଯିବ, ତେଣୁ ତୁ ତାକୁ ଫେରା ନା। ଇଏ ବାରମ୍ବାର କହୁଥାଏ, ବିବେକ ବାରବାର ତାକୁ ବିରୋଧ କରୁଥାଏ, ନା ତୁ ତାକୁ ଖର୍ଚ୍ଚ କରନା, ତୁ ତାକୁ ଫେରେଇ ଦେ। ଏଇଭଳି କ'ଣ ତାଙ୍କ ବିବେକ ଏବଂ ମନ ମଧ୍ୟରେ ବିବେକ ଓ ମନ ମଧ୍ୟରେ କ'ଣ ହେଇଥାଏ, ଏମିତି ଦ୍ୱନ୍ଦ୍ୱ ଲାଗି ରହିଥାଏ। ତେଣୁ ଏଇ ଦ୍ୱନ୍ଦ୍ୱ ଭିତରେ ଏ ଲୋକଟି କ'ଣ କରିବ, କ'ଣ ନ କରିବ, ତମେ ମଧ୍ୟ ଯେତେବେଳେ କୌଣସି ଜିନିଷ ଭୁଲ କାର୍ଯ୍ୟ କରିବାକୁ ଯା, ଏମିତି ହୁଏ, ତମ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। କିନ୍ତୁ କିଛି ସତ୍ ବ୍ୟକ୍ତି
ବା ଭଲ ମଣିଷ କ'ଣ କରନ୍ତି ନା ସଦ୍ବୁଦ୍ଧିକି ଶୁଣନ୍ତି। କିନ୍ତୁ କିଛି ଦୁଷ୍ଟ ଲୋକ ସେ ସଦ୍ବୁଦ୍ଧିର କଥାକୁ ଶୁଣନ୍ତି ନାହିଁ, ଅସଦ୍ବୁଦ୍ଧିର କଥାକୁ ଶୁଣିକି ତାହା କାର୍ଯ୍ୟକାରୀ କରନ୍ତି, ଯାହାଫଳରେ ଶେଷରେ ବିପଦର ପଡ଼ନ୍ତି। ଏହିଭଳି ପରିସ୍ଥିତିରେ ସେ କ'ଣ ହେଲା, ରହିଲା କର୍ମଚାରୀ ଜଣକ। ତେଣୁ ଆଜି ଆମେ କ'ଣ କରିବା ନା ଏ ବିଷୟଟି ଏଇଠି ଶେଷ କରିବା। ପରବର୍ତ୍ତୀ ପିରିୟଡ଼ରେ ଅବଶିଷ୍ଟାଂଶ ବୁଝେଇବି। ସେଥିପାଇଁ ବିଦାୟ ନେଉଛି। ବନ୍ଦେ ମାତରମ୍।